ଆମେ ଯୋଉ ପର୍ଯ୍ୟନ୍ତ ମା ପାଖରେ ପୁଅ କାନ୍ଦିନି ମା ମଧ୍ୟ ଖାଇବାକୁ ଦଉଛୁ। ପୁଅକୁ ଯେତେବେଳେ ଭୋକ ହବ କାନ୍ଦିବ ତାପରେ ଯାଇକି ସେ ମା ତାକୁ ଖାଇବାକୁ ଦଉଛି। ମୋ କଥା ହେଲା ଯୋଉ ଜାଗାରେ ଆମେ 11% କରିକି ଯୋଉ ଲଲିପପ ଦେବାକୁ ଚାହୁଁଛନ୍ତି ସେଥିରେ ଆମେ ରାଜି ନୁହଁ। ଆଜି ଯଦି ଜନଗଣନା ହେଇଛି ସାରା ଭାରତ ବର୍ଷରେ ସମ୍ପୂର୍ଣ୍ଣ ଶ୍ରେୟ ରାହୁଲ ମୂଳରୁ କହିଥିଲେ ଆମେ ଜନଗଣନା କରିକିରି ଛାଡ଼ିବୁ ଆଉ ଜନଗଣନା ପାଇଁ ବାଧ୍ୟ ହେଲେ ମୋଦି ନରେନ୍ଦ୍ର ମୋଦି କି ସେଟାକୁ ଡିକ୍ଲାର କଲେ ଜନଗଣନା ହବ। ତେଣୁ ଜନଗଣନା ହବ ଯାହାର ଯେତିକି ହକ୍ ଅଛି ସେତିକି ପର୍ଯ୍ୟନ୍ତ ସେ ପାଇବ। ଯୋଉ ପର୍ଯ୍ୟନ୍ତ ଆମେ ପାଇନୁ ସେ ପର୍ଯ୍ୟନ୍ତ ରାଜରାସ୍ତାରେ ଲଢ଼େଇ ହବ। ଆଉ ଓବିସି ବର୍ଗଙ୍କୁ ଯଦି ନ୍ୟାୟ ଦେଇପାରିବ କେବଳ କଂଗ୍ରେସ ହିଁ ଦେଇପାରିବ, ଅନ୍ୟ କୌଣସି ଦଳ ଦେଇପାରିବ ନାହିଁ। ନିଜର ସ୍ଥିତିକି କରିବା ପାଇଁ ବିଜେଡି କାଲି ବି କଲା, ନିଜର ସ୍ଥିତି କରିଥିଲା। ଆଗରୁ କୋଉଠି ଥିଲେ 24 ବର୍ଷ ସରକାର କିଛି କଥା ନାହିଁ, ଯାହା କରିବ କଂଗ୍ରେସ କରିବ, କଂଗ୍ରେସ ହିଁ କରିଛି, କଂଗ୍ରେସ ହିଁ କରିବ। ଆଗାମୀ ଦିନରେ ଯେତିକି ଓବିସି ଲୋକ ଅଛନ୍ତି ଶିକ୍ଷା ମୂଳରୁ ଚୂଳ ଯାଇ ସବୁଥିରେ ଆମେ ରିଜର୍ଭେସନ ଡାକ୍ତରୀ ରିଜର୍ଭେସନ ନାହିଁ ହେଇପାରିବ ନା। ନିଶ୍ଚିତ ଭାବରେ ଲଢ଼େଇ ହବ। ଓଡ଼ିଶାରେ ଓବିସିର ନ୍ୟାୟ ଓବିସି ବାଲା ପାଇବେ। କିଭଳି ଭାବରେ ତାଙ୍କ ଅଧିକାର ସାବ୍ୟସ୍ତ କରିବେ ଏବଂ 24 ବର୍ଷ ସମାନ ଅଧିକାର ପାଇବ। ବିଜେପି ବିଜେଡି ଦି ଭାଇ କଂଗ୍ରେସ କରିଦେଲେ କାଲି ଇଏ କରିଦେଲେ କାଲି ଲଢୁନଥିଲେ କେବଳ ବିଜେପି ରାଜରାସ୍ତାରେ କାନ୍ଦିକି ଚିଲେଇକିରି କହୁଛନ୍ତି ଆମେ